ଏଇଠି ଆମର ରହିବା ସରଞ୍ଜାମ ଆମେ କରିଛୁ। ଏଇଟା ଗୋଟେ ସାଙ୍ଗର ରେଫରେନ୍ସ। ଏଇଟା ସେମିତି କିଛି ହୋଟେଲ ଫୋଟେଲ ନୁହଁ, କିନ୍ତୁ ଏଇଟା ଆମ ପାଇଁ ଗୋଟେ ସ୍ପେଶାଲ ମିଳିଛି ଜଣକ ସ୍ପେଶାଲ ରେଫରେନ୍ସରେ। ଏ ଟୋଟାଲ ଏରିଆଟା ହଁ ସ୍ପେଶାଲ ଗେଷ୍ଟ ହିସାବରେ ଆମେ ହଁ ଆଜି ଆମେ ଏଠିକାର ମାଲିକ। ତେଣୁ ବଢ଼ିଆ ଏରିଆ। ମୁଁ ଭାବୁଥିଲି କ୍ରିକେଟ ଫ୍ରିକେଟ ଖେଳିବାକୁ ବଢ଼ିଆ ଜାଗା ହେଇଛି, କିନ୍ତୁ ସେ ଦୁର୍ଭାଗ୍ୟ। ଟେଣ୍ଟ କାହିଁ? ହଁ ଟେଣ୍ଟ ଫ୍ୟାସିଲିଟି ଏଇଠି ଅଛି। ଚାହିଁଲେ ଏଇଠି ଆରାମରେ ବାହାରେ ଟେଣ୍ଟ କରିକି ବି ଶୋଇପାରିବା। ତେଣୁ ଯଦି କେଉଁମାନେ ଚାହିଁବେ, ଏ ଭିଡ଼ିଓ ଯେଉଁମାନେ ଦେଖୁଛନ୍ତି ଯଦି ଚାହିଁବେ ଏଭଳିଆ ଗୋଟେ ଜାଗାକୁ ଆସିବାକୁ, ଯେ ଗ୍ରୁପ ହେଇକି ଆସିକି ନିଜ, ଏଇଟା କେଉଁ ହୋଟେଲ ନୁହଁ କି କାହାର ଗୋଟେ ଗାଇଡ଼ଲାଇନ୍ ଭିତରେ ଆପଣ ରହିବେ। ଏଇଟା ପର୍ସନାଲ ପ୍ରପର୍ଟି, ତେଣୁ ଏଥିରେ କିଛି ଅସୁବିଧା ନାହିଁ। ଆପଣ ଯଦି ୱାନ୍ ସିଟି ନେଇଗଲେ ପରମିସନ୍ ରହିବା ପାଇଁ, ତେଣୁ ଏ ଏରିଆଟା ପୁରା ଆପଣଙ୍କର ହେଇଗଲା। ଏଠି ଆପଣ ଖେଳା ବୁଲା ଯାହା କରିବା କଥା କରିପାରିବେ। ଏଠି କ୍ରିକେଟ ଖେଳିବେ କି ଭଲି ଖେଳିବେ, ଫୁଟବଲ ଖେଳିବେ, ଯାହା ଆପଣଙ୍କ ଇଚ୍ଛା। ତେଣୁ ଏଇଟା ବହୁତ ବଢ଼ିଆ ଜାଗା ଲାଗିଲା। ଧନ୍ୟବାଦ। ଭଲ ଗୋଟେ ସାନ ଭାଇଟେ ରେଫରେନ୍ସରେ ଏଇଠି ଆମେ ଆସିଛୁ। ତେଣୁ ଯଦି ଆପଣମାନେ ଚାହୁଁଥିବେ ତାହେଲେ କଣ୍ଟାକ୍ଟ କରିବେ ବା ମେସେଜ୍ କରିବେ, ମୁଁ ଆପଣଙ୍କୁ ବତେଇଦେବି। ନା ତତେ ଦେଖିନି, ମୁଁ ତ ତାଙ୍କ ଭଳିଆ ଭାଷାରେ କଥା କହୁଛି, ଟୋଟାଲ ଜାଣିପାରିବନି। ମୁଁ ସେମିତି କହୁଛି ପରା। କେତେ ଏଇ ଲାଇଟ୍, ଗୋଟେ ଲାଇଟ୍ ବନ୍ଦ। ଆମର ଏଠି ସବୁ ପ୍ରିପାରେସନ୍ ଚାଲିଛି ରୋଷେଇର। ଏ ଅନ୍ଧାର କାହିଁ କଲ? ପୋକ ଆସୁଛି। ଏ ଭାଇ ତାଙ୍କର ଦାୟିତ୍ୱ ସବୁ ନେଇକି ସବୁ ପୁଅ ଏପଟେ ଟିକେ ଝାଡୁ ମାରିଦବୁ। ଆଉ ଚେୟାର ଆଉ ଦିଟା ବାହାର କରିଦେବି। ରୁମ୍ ଏ ଗୋଟେ ରୁମ୍। এটা হচ্ছে বাহারটা। এটি ରୋଷେଇ ଗ୍ୟାସ୍ ଫ୍ୟାସ୍ ଆସିକି ପହଞ୍ଚିଗଲା, ରୋଷେଇ ହେବ। ଏଇଟା ହେଉଛି ବାହାରଟା। ଏଇଠି ଫ୍ରଣ୍ଟରେ ଆମେ ଚାହିଁଲେ ଶୀତ ଦିନେ ନିଆଁ ଜାଳିକି ଯେଉଁ କ୍ୟାମ୍ପ ଫାୟାର କରନ୍ତି ସେଟା ହେଇପାରିବ। ସକାଳେ କ୍ରିକେଟ ଖେଳି ହେବ ସୁବିଧା। ତା ତଳେ ବି ଗୋଟେ ପଡ଼ିଆ ଅଛି, ଆଉ ଇଏ ସବୁ ସୁବିଧା ଏଇଠି ଅଛି। ତେଣୁ ଏଇଟା ସବୁଠୁ ଖୁସି ଲାଗୁଛି କ'ଣ, ଏଇଟା ପ୍ରାଇଭେଟ୍ ପ୍ରପର୍ଟି ଭଳିଆ ରହିଲା। ହୋଟେଲର କୌଣସି ରୁଲ୍ ରେଗୁଲେସନ୍ ଭିତରେ ନାହିଁ। ଘର ଭଳିଆ ଚଳିଲେ, ନିଜେ ରୋଷେଇ କରି ଖାଇଲେ, ଏଇଟା ହେଉଛି ସବୁଠୁ ବଡ଼ କଥା। ତେଣୁ ଭଲ ଜାଗାଟା। ଯଦି ଭିଡ଼ିଓ ଦେଖୁଥିବା ଲୋକ ଯଦି କିଏ ଚାହିଁବେ ଏପଟ ଏରିଆକୁ ଆସିକି ଏକ୍ସପ୍ଲୋର କରିବା ପାଇଁ, ତାହେଲେ କମେଣ୍ଟ କରିବେ। ମୋର ଗୋଟେ ସାନ ଭାଇ ଅଛି ସିତୁ ବୋଲି, ତାଙ୍କ ସାଙ୍ଗରେ ମୁଁ କଥା କରେଇକି ଏସବୁ ଜିନିଷ କରେଇ ଦେଇପାରିବି। ଥ୍ୟାଙ୍କ ୟୁ। ରୋଷେଇ ଆମର ବର୍ତ୍ତମାନ ଆରମ୍ଭ ହେଲା। ଟାଇମ୍ ଆସିକି କେତେ 8:30। ଥଣ୍ଡା ଲାଗୁଛି ଏଠି। ଏଠି ଗ୍ୟାସ୍ ଲାଗିଲା, ତେଲ ପଡ଼ିଲା। ଭାଇ ଆମର ପୁରା ସ୍ପେଶାଲ ଚିକେନ ଜାଣିଛନ୍ତି। ହଁ ନାଇଁ ଜାଣିଛନ୍ତି। ଏସବୁ ସରଞ୍ଜାମ ଏଠି ଥୁଆ ହେଇଛି। ଏ ଜାଗା, ଏଇଟା ହେଉଛି ବାହାର ଜାଗା। ତେଣୁ ଏଠି ଗାଡ଼ି ଥୁଆ ହେଇଛି। ଏଇଠି ରାତିରେ ଏଇଠି 15-20 ପିଲା ଏଠି କ୍ୟାମ୍ପ ଫାୟାର କରିବ। ନଚା ନଚେଇ ଗାନା ପିନା ଡିଜେ ଫିଜେ ବଜେଇ ଦେବ ଏଇଠି। ମଜା ଲାଗିବନି ସାରେ? ନୂଆ ବର୍ଷ ପିକନିକ୍ ଏଇଠି ମଜା ନୁହଁ? 15-20 ପିଲା ନୂଆ ବର୍ଷ ପିକନିକ୍ ଏଇଠି। ବଢ଼ିଆ ଜାଗା, ପୁରା ପ୍ରାଇଭେସି। କେହି ଏଠିକି ଆସିବାର ନାହିଁ, ଗେଟ୍ ତାଲା ପଡ଼ିଗଲା। ପିଆଜ ପଡ଼ିଲା। ଓ
ମଦ ବନେଇବା ପାଇଁ ଏଇ ଚାଷ କରାଯାଏ ଆମର ଗୋଟା କାଢ଼େ ଏଠି ଜଣେ ଭାଇ ତାଙ୍କର ଦେଖ ଗାମୁଛା ଫାମୁଛା ପକେଇ ଦେଇକି ସେ ହାତୀ ଉପରେ ବସିକି ଭିଡ଼ିଓ କଲ୍ କରିକି ଦେଖାଉଛନ୍ତି ଯେ ମୁଁ ହାତୀ ଉପରେ ବସିଛି। ତେଣୁ ଏଇଠି ରହିବାର ଇଏ ହେଉଛି ମଜା। ସିଏ ଆଉ ଜଣେ ସେଠି ତାର ଭଗବାନଙ୍କ ସାଙ୍ଗରେ କଥା ହେଉଛନ୍ତି। ସେ ତାଙ୍କର ଏକୁଟିଆ ଠାକୁରଙ୍କ ସାଙ୍ଗରେ କଥା ହେଉଛନ୍ତି। ମନ୍ଦିର ଅଛି ତେଣୁ ତାଙ୍କର ନିରୋଳାରେ ଠାକୁରଙ୍କୁ ଭିଡ଼ିଓ କଲ୍ କରୁଛନ୍ତି। ହଁ ଏଇ ଠାକୁରଙ୍କୁ ଭିଡ଼ିଓ କଲ୍ କରୁଛନ୍ତି। ଏଠି କେହି ନାହାନ୍ତି, ଆମେ ହିଁ କେବଳ ଏତିକି। ଆଉ ସବୁଠୁ ଧନ୍ୟବାଦ ଦେବି ଏଇ ଲୋକଟିକି। ଆଜି ସବୁ ଯଦି ହେଇଛି ଏଇ ଲୋକଟି ପାଇଁ ହେଇଛି। ଇଏ ହେଉଛି ଆମ ସିତୁର ସାଙ୍ଗ, ତେଣୁ ୟାଙ୍କ ତତ୍ତ୍ୱାବଧାନରେ ଏସବୁ ଜିନିଷ ହେଉଛି। ଇଏ ଏଠିକା ଲୋକାଲ, ତେଣୁ ଯେତେବେଳେ ଯାହା ଆପଣଙ୍କୁ ଦରକାର ପଡ଼ିବ କମେଣ୍ଟ କରିବେ, ମେସେଜ କରିବେ, ଆପଣଙ୍କୁ ଏଇ ସୁଯୋଗ ଦିଆହେଇଯିବ। ଭାଇ ପୁରା ରୋଷେଇ କରିକି ଥକିଗଲାଣି। ଓ ୱାଃ, କଷାଟା କଷା ଭଳିଆ ହେଇଛି, ପୁରା ପିଓର ଦେଶୀ। ଇଏ ହେଉଛି ମଜା ଆଉ। ୱାଓ ୱାଓ, ମାନେ କୋଉ ମାଲ ଆଣିଲ କି? ଆଉ କଣ ମାଲ? ଏ ବର୍ତ୍ତମାନ ସାଲାଡ଼ କାଟିବାକୁ ଭାଇ ବସି ପଡ଼ିଲେ ତଳେ, କହିଲେ ଆଉ ପାରିବା ନାହିଁ। ଏଠି ଚିକେନ୍ ରେଡ଼ି, ଚିକେନ୍ ରେଡ଼ି, ୟେସ୍। ବାଃ, ନଙ୍ଘା ଚିକେନ୍, ପତ୍ର ପଡ଼ିଗଲା। ୟା ଭଳିଆ ଜାଗା ଆଉ କେଉଁଠି ମିଳିବ? ଶଳା ଘରେ ବସିକି ଖାଇଲା ଭଳିଆ। ହଁ ବାସ୍, ହେଇ ରେଡ଼ି। ତମର ଚାରିଟା ହେଲା? ନାଇଁ ଅଧିକ ଆରେ ଖାଇପାରିବ କିଛି ଅସୁବିଧା ନାହିଁ। ଭାତଟା କିଏ ଖାଇବ? କିଏ ଖାଇବ? ମୁଁ ଖାଇବି, ଭାତ ଅଛି, ଖାଇଲା ବେଳେ ଅନ୍ଧାରରେ ଖାଇବ। କାହିଁକି ଅନ୍ଧାର କାହିଁକି? ଏପଟେ ବସିଥିଲେ ଅନ୍ଧାରେ ନା। ଠିକ ଅଛି ଦିଟା ବେଳୁ। ହଁ ହଁ ଠିକ ଅଛି, ମାନେ ଠିକ୍ ଅଛି, ଠିକ୍ ଅଛି। ଦିଟା ବେଳୁ ନବ କି? ତମର ତ ଗୋଟେ ହଉ ତମେ ଯଦି ମୋର ଭାଗ ଗୋଟେ ଆରେ ମୁଁ ଉଠେଇଲି ଚୋଟା। ଠିକ ଅଛି ଦିଅ। ଆରେ ମୁଁ ଦଉଛି, ତମେ ଟେନସନ ନଉଛ କଣ ପାଇଁ ଲାଗିଛ? ଆରେ ଦିଟା ବେଳୁ ଚାଲିଯିବ। ଦେଶୀ ଦେଶୀ ଚିକେନ୍। ଭାଇ ଚିକେନ ନା ତିନିଟା ମୁଁ କହିଥିଲି ତିନିଟା। তুমি চারটা কইছ? ନା ভুল হিসাব। ତିନି ପରେ କାଲି ଖାଇବା। আরে সে দিটা দেইছি না। তুমি নেবেনি? ভাই কাকুটা নিও তুমি। না না না। ଖାଉ ରଖ। ମୋର ତିନିଟା হ্যাঁ? তিনটা? ତିନିଟାରୁ ମୁଁ ଅଧେ ଖାଇପାରିବି। ଖାଇପାରିବନି? ତମେ ତ ପାଞ୍ଚଟା କইଛ। ନେଇଛ କେତେଟା? ମୁଁ ଚାରିଟା କହିଥିଲି। ହଁ ତମେ ଚାରଟା ମୁଁ। ନିଜେ ବାଢ଼ି ବୁଡ଼ିକି ଦେଇଦେଲେ, ଖାଇଦେଲେ, ତାପରେ ନିଜେ ସବୁ ସାରିକି ବସିକି ରିଲାକ୍ସ ହେଉଛନ୍ତି। ଇଏ ହେଉଛି ଜୀବନ ଆମର ଏଇଠି। ଏଇ ସିଏ ପିଉଛନ୍ତି, ମୁଁ ଟିକେ ଏଇଠି ପିଉଛି। ଆମର ତ ଏଇଭଳିଆ। ସିଏ ତାଙ୍କର ଅଲରେଡ଼ି ହାତୀ ଫାତି ଉପରେ ଦିଥର ଖଣ୍ଡେ ବସିଗଲେଣି। ସେ এইগুলা তো ভদ্রলোক দেখাউଛୁ। ଏଁ ଏଥିରେ ତ ମିଶେଇଛୁ ତୁ ପିଉଛୁ। ଆଉ ଭଦ୍ରଲୋକ ଦେଖେଉଛୁ କଣ? ମୁଁ ପିଉଛି ନା? ଆଉ ଏଟା କଣ? ସେ ସବୁ ଯିଏ ଦେଖୁଛି ସେ ଜାଣିଛି, ହେଁ? ଯିଏ ଦେଖୁଛି ସେ ଜାଣିଛି। ସେଟା ମିକ୍ସ ହେଇଛି। ହଁ, ଜାଣିବ କେମିତି ତମେ ସେଟା ପିଉଛ? ସଫ୍ଟ ଡ୍ରିଙ୍କସ୍
ଚିକେନ୍ ଖାଇ 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 ଅତି ଅଧୈର୍ଯ୍ୟ ହୋଇଗଲୁ। ଲାଷ୍ଟକୁ ବି ଆହୁରି ବଞ୍ଚିଲା। ତେଣୁ ଏଇଠି ଚିକେନ୍ ଥୁଆ ହେଇଛି, ରଖି ଦିଆଯାଇଛି। କାଲି ସକାଳୁ ପୁଣି ଖିଆ ହେବ। କ'ଣ ଆପଣଙ୍କୁ ମଦରା ହାତ ମାରିଥିଲି। ଏଇଟା ମଦନି ଏଟା କ'ଣ କି? ଓହୋ ସରି। ଏଇଟା ସଫ୍ଟ ମଦ ନା କ'ଣ? ସରି, ଗୁଲ ଟୁକେ ପିଇ